ସାଙ୍ଗମାନେ ନିଜକୁ କେବେ ଅଦରକାରୀ ଭାବିବନି। ସାଙ୍ଗମାନେ ଅଧିକ ରେଜଲ୍ଟ କଲେ, ସାଙ୍ଗମାନେ ଅଧିକ ପଇସା କମାଇଲେ, ସାଙ୍ଗମାନେ ବଡ଼ ବଡ଼ କଲେଜରେ ପାଠ ପଢ଼ିଲେ, ତୁମେ କରିପାରିଲନି ତ ନିଜେ କେବେ ଅଦରକାରୀ ଭାବିବନି। ଭଗବାନ ସମସ୍ତଙ୍କୁ ସମାନ ୱେରେ ଗଢ଼ି ନାହାନ୍ତି। ଏମିତି ବି ବହୁତ କ୍ୱାଲିଟି ଥିବ ଯେଉଁ କ୍ୱାଲିଟି କି ସେମାନଙ୍କ ପାଖରେ ନଥିବ। ତ ତୁମେ ନିଜ କ୍ୱାଲିଟିକୁ ପ୍ରଥମେ ଖୋଜିବାକୁ ପଡ଼ିବ। ପ୍ରଥମେ ତୁମ କ୍ୱାଲିଟିକୁ ଖୋଜିବାକୁ ଚେଷ୍ଟା କର। ତୁମ ପାଖରେ କେଉଁ କ୍ୱାଲିଟି ଅଛି ଯେଉଁ କ୍ୱାଲିଟି କି ସେମାନଙ୍କ ପାଖରେ ନାହିଁ। ତୁମକୁ ସେଇ କ୍ୱାଲିଟିକୁ ଆଉ ଟିକେ ବଢ଼ାଇବାର ଅଛି। କାରଣ ଗୋଟେ ପତ୍ର ରାସ୍ତା ସାଇଡ଼ରେ ଯେଉଁ ପତ୍ର ପଡ଼ିଥାଏ ନା, ତାକୁ ସମସ୍ତେ ଗୋଡ଼ରେ ଗୋଇଠା ମାରିକି ପଳାନ୍ତି। ସେ ପତ୍ର ତ ଭାବିବ, ଆରେ ୟାର ମୁଁ ତ କୌଣସି ଅଦରକାରୀ ପଦାର୍ଥ ନୁହଁ, କିଛି ଦରକାର ହୁଏ କି ନେଉନାହାନ୍ତି। ମୋତେ ଯିଏ ଦେଖିଲା ସିଏ ଆସି ଗୋଇଠା ମାରିକି ପଳାଉଛି। କିନ୍ତୁ ସେଇ ପତ୍ରର ଭ୍ୟାଲ୍ୟୁ ସେତେବେଳେ ଗୋଟେ ମଣିଷ ବୁଝିପାରିବ ଯେତେବେଳେ ସେ ଗୋଟେ ରାସ୍ତାରେ ଚାଲିଥିବ ଆଉ ସେଇ ରାସ୍ତାରେ ତାକୁ କୁକୁର ଗୋଡ଼ଉଥିବେ। ଦେଖ, ଏଇଟା ଅସିଲା ବାଲା କଥା ନୁହଁ। ଜିନିଷଟା ବୁଝିବାକୁ ଚେଷ୍ଟା କର। କାରଣ ଆମକୁ ପ୍ରତ୍ୟେକ ଜିନିଷର ଆବଶ୍ୟକତା ଅଛି ଆମ ଦୁନିଆରେ। ତ ଲାଇଫରେ ତୁମର ବି କୌଣସି ନା କୌଣସି ଜାଗାରେ ଲୋକମାନେ ତକାର କରିବେ। ତ ନିଜକୁ କେବେ ଅଦରକାରୀ ଭାବିବନି। ପ୍ରଥମେ ଚିହ୍ନ ନିଜର କ୍ୱାଲିଟି, ଚିହ୍ନି ଆଉ କ୍ୱାଲିଟିକୁ ବଢ଼ାଅ। ଆଉ ଆଶା କରୁଛି ଏହି ଭିଡ଼ିଓଟି ଆପଣମାନଙ୍କୁ ଭଲ ଲାଗିଥିବ। ଯଦି ଆପଣମାନଙ୍କୁ ଏ ଭିଡ଼ିଓଟି ଭଲ ଲାଗିଛି ତାହେଲେ ଚ୍ୟାନେଲକୁ ସବସ୍କ୍ରାଇବ୍ କରି ସପୋର୍ଟ କରିବେ।